ଯାତ୍ରା ମାଲିକ ମାନେ ଏତେ ଭଳିଆ ପରିସ୍ଥିତିରେ ଅଛନ୍ତି ଯେ ତାଙ୍କ ପାଖରେ ଆଡଭାନ୍ସ ଦେବାକୁ ବି ପଇସା ନାହିଁ। ତେଣୁ କେତେ ଆପଣ ଜାଣିଥିବେ କେତେଟା ଯାତ୍ରାପାଟି ବି ବନ୍ଦ ଦୁଇ ତିନିଟା ହେଇଯାଇଛି, ଆଉ କେତେଟା ମାଲିକ ବି ବିକିବେ ଯାତ୍ରାପାଟି ବୋଲିକି ବସିଛନ୍ତି। କଣ୍ଟ୍ରୋଭର୍ସି ପାଇଁ ଯାତ୍ରା ଲସ୍ ତେଣୁ ଖାଇଲା କି ଯୋଉ ଦେଖିବାକୁ? କଣ୍ଟ୍ରୋଭର୍ସି ପାଇକି ଲୋକ ଯାତ୍ରା ଦେଖିବାକୁ ଗଲେ ନାହିଁ, ଯୋଉଟାକି କଣ୍ଟ୍ରୋଭର୍ସି ହବା କଥା ନୁହଁ। ଯୋଉଟା ଏଇଟା ଗୋଟେ କିଛି ଲୋକ ଏଭଳିଆ କରିକି ଯୋଉ ନୂଆ ପାର୍ଟି ତିଆରି କରିବା ପାଇଁ ଯୋଉ କଳାକାରମାନେ ଅଛନ୍ତି, ସବୁ ବର୍ଷ ଗୋଟାଏ ଦିଟା ନୂଆ ପାର୍ଟି ତିଆରି କରିକି କେମିତି ରେଟ୍ ବଢ଼େଇବା ଆଉ ପଇସା ଲୋକମାନଙ୍କଠୁ ଜବରଦସ୍ତ ନୂଆ ମାଲିକଠୁ ନେଇ ପୁରୁଣା ମାଲିକମାନଙ୍କୁ ଧମକେଇବା, ଏଇଭଳିଆ ପରିସ୍ଥିତି ଏମିତି କଲେ ଯେ ଲାଷ୍ଟକୁ ମାଲିକମାନେ ସମସ୍ତେ ଏବେ ଏକତ୍ରିତ ହୋଇଛନ୍ତି। ଆଗାମୀ ଦିନରେ ନିଶ୍ଚୟ ମୁଁ ଜଗନ୍ନାଥଙ୍କୁ ଡାକିବି, ଯଦି ଏଇ 20 ତାରିଖରୁ ଆମର ରେଲସେଲା ଆଜି ତ ଯାତ୍ରାପାଟି ସମସ୍ତେ ଘରକୁ ଫେରି ଆସିଲେ, 20 ତାରିଖ ପର୍ଯ୍ୟନ୍ତ ଛୁଟି ଅଛି। 20, 22, 23 ଯିଏ ଯାହାର ଯୋଉଦିନ କରିକି ବୋଧେ 25 ତାରିଖ ଭିତରେ ସବୁ ପାର୍ଟି ରେଲସେଲ ଆରମ୍ଭ ହେଇଯିବ। ତେଣୁ ସବୁ ପାର୍ଟି ରେଲସେଲ ହେଲା ପରେ ଯୋଉ କଳାକାରମାନେ ସବୁ ବେଆଇନ ଭାବରେ ଏସବୁ କାମ କରିଛନ୍ତି ବା ନୂତନ ଯାତ୍ରାପାଟି କରାଇକି ଶିକାଶିକି କରେଇକି ଯୋଉ ରେଟ୍ ସବୁ ବଢ଼େଇଛନ୍ତି, ନିଶ୍ଚୟ କିଛି କ୍ଷତିଗ୍ରସ୍ତ ସେମାନେ ହେବେ। କାହିଁକି ନା ଆଗାମୀ ଦିନରେ ସମସ୍ତ ମାଲିକମାନେ ଏକଜୁଟ ହେବେ, ଯେବେ ନୂଆ କରିଛନ୍ତି ପୁରୁଣା କରିଛନ୍ତି ସମସ୍ତଙ୍କୁ ନେଇକି ନିଶ୍ଚିନ୍ତ ମାଲିକ ସଂଘ ଆମର ଯୋଉ ପାଖକୁ ଅଛନ୍ତି ସଭାପତି ଆମର ସତ୍ୟ ଜେନା ଅଛନ୍ତି, ଭାଇ ଯୋଉ ଆମର ଅଛନ୍ତି ସେକ୍ରେଟାରୀ, ନିଶ୍ଚୟ ମୁଁ ଅନୁଭବ କରିଛି ଯେ ଆଗାମୀ ଦିନେ ସେ ସମସ୍ତେ ବୋଧେ ଯାତ୍ରାପାଟି ବର୍ଷ ବାହାରିଗଲା ପରେ ସମସ୍ତେ ଏକତ୍ରିତ ହୋଇକି ଗୋଟେ ପଦନାଥ ମୁଁ ସ୍ୱର୍ଣ୍ଣମଲ୍ଲର ପ୍ରଯୋଜକ, କିନ୍ତୁ ଆମର ଯୋଉ ସଂଘ ଅଛି, ଯାତ୍ରା ସଂଘ ଅଛି, ଅନୁଷ୍ଠାନ ଅଛି, ତା ଦେହରେ ଆମ ବଡ଼ ଭାଇ ସଭ୍ୟ ଅଛନ୍ତି, ମୋର ଆଉ ଗୋଟେ ବଡ଼ ଭାଇ ସେ ସତ୍ୟ ଜେନା ସେ ସେକ୍ରେଟାରୀ ଅଛନ୍ତି। ସେମାନେ ତ ଏଥିରେ କହିବାଟା ବହୁତ ବଡ଼ କଥା, ସେମାନେ କହିବା କଥା, କିନ୍ତୁ ଯେହେତୁ ମୋତେ ଆପଣମାନେ ପଚାରୁଛନ୍ତି ମୁଁ ଆପଣଙ୍କୁ ନର୍ମାଲ ହିସାବରେ କହୁଛି, ଯୋଉମାନେ ଯାତ୍ରା କରିଛନ୍ତି ଯାତ୍ରା ମାଲିକମାନେ ଏ ବର୍ଷ ବହୁତ କ୍ଷତିଗ୍ରସ୍ତ ହେଇଛନ୍ତି। କାହିଁକି ନା ଏ ବର୍ଷ ଲାଷ୍ଟ ପିରିୟଡ଼ଟା ଏଭଳିଆ, ମାନେ ଲାଷ୍ଟ ପିରିୟଡ଼ ଉପରେ ଲୋକମାନେ ପଇସା ଯାତ୍ରାପାଟି କମାନ୍ତି, କିନ୍ତୁ ଏ ବର୍ଷ କୌଣସି ଯାତ୍ରାପାଟି ଟେକଅପ୍ କରିପାରିନି। ଆଉ ମଝିରେ ବହୁତ ବର୍ଷା ପବନ ହେଲା, ଟେଣ୍ଟ ଭାଙ୍ଗିଗଲା, ଲାଇଟ୍ ସାଉଣ୍ଡ ବୁଡ଼ିଗଲା ଗୋଟେ ଗୋଟେ ଜାଗାରେ ପୋଖରୀ ଗହିରରେ, ଏଭଳିଆ ପରିସ୍ଥିତି ହେଇଛି। ଏ ବର୍ଷ ସମସ୍ତେ ଯାତ୍ରା ମାଲିକମାନେ ଏତେ ଭଳିଆ ପରିସ୍ଥିତିରେ ଅଛନ୍ତି ଯେ ତାଙ୍କ ପାଖରେ ଆଡଭାନ୍ସ ଦେବାକୁ ବି ପଇସା ନାହିଁ। ତେଣୁ କେତେ ଆପଣ ଜାଣିଥିବେ କେତେଟା ଯାତ୍ରାପାଟି ବି ବନ୍ଦ ଦୁଇ ତିନିଟା ହେଇଯାଇଛି, ଆଉ କେତେଟା ମାଲିକ ବି ବିକିବେ ଯାତ୍ରାପାଟି ବୋଲିକି ବସିଛନ୍ତି। କଣ୍ଟ୍ରୋଭର୍ସି ପାଇଁ ଯାତ୍ରା ଲସ୍ ଖାଇଲା କି ଦେଖିବାକୁ? କଣ୍ଟ୍ରୋଭର୍ସି ପାଇକି ଲୋକ ଯାତ୍ରା ଦେଖିବାକୁ ଗଲେ ନାହିଁ, ଯୋଉଟାକି କଣ୍ଟ୍ରୋଭର୍ସି ହବା କଥା ନୁହଁ। ଯୋଉଟା ଏଇଟା ଗୋଟେ କିଛି ଲୋକ ଏଭଳିଆ କରିକି ଯୋଉ ନୂଆ ପାର୍ଟି ତିଆରି କରିବା ପାଇଁ ଯୋଉ କଳାକାରମାନେ ଅଛନ୍ତି, ସବୁ ବର୍ଷ ଗୋଟାଏ ଦିଟା ନୂଆ ପାର୍ଟି ତିଆରି କରିକି କେମିତି ରେଟ୍ ବଢ଼େଇବା ଆଉ ପଇସା ଲୋକମାନଙ୍କଠୁ ଜବରଦସ୍ତ ନୂଆ ମାଲିକଠୁ ନେଇ ପୁରୁଣା ମାଲିକମାନଙ୍କୁ ଧମକେଇବା, ଏଇଭଳିଆ ପରିସ୍ଥିତି ଏମିତି କଲେ ଯେ ଲାଷ୍ଟକୁ ମାଲିକମାନେ ସମସ୍ତେ ଏବେ ଏକତ୍ରିତ ହୋଇଛନ୍ତି। ଆଗାମୀ ଦିନରେ ନିଶ୍ଚୟ ମୁଁ ଜଗନ୍ନାଥଙ୍କୁ ଡାକିବି, ଯଦି ଏଇ 20 ତାରିଖରୁ ଆମର ରେଲସେଲା ଆଜି ତ ଯାତ୍ରାପାଟି ସମସ୍ତେ ଘରକୁ ଫେରି ଆସିଲେ, 20 ତାରିଖ ପର୍ଯ୍ୟନ୍ତ ଛୁଟି ଅଛି। 20, 22, 23 ଯିଏ ଯାହାର ଯୋଉଦିନ କରିକି ବୋଧେ 25 ତାରିଖ ଭିତରେ ସବୁ ପାର୍ଟି ରେଲସେଲ ଆରମ୍ଭ ହେଇଯିବ। ତେଣୁ ସବୁ ପାର୍ଟି ରେଲସେଲ ହେଲା ପରେ ଯୋଉ କଳାକାରମାନେ ସବୁ ବେଆଇନ ଭାବରେ ଏସବୁ କାମ କରିଛନ୍ତି ବା ନୂତନ ଯାତ୍ରାପାଟି କରାଇକି ଶିକାଶିକି କରେଇକି ଯୋଉ ରେଟ୍ ସବୁ ବଢ଼େଇଛନ୍ତି, ନିଶ୍ଚୟ କିଛି କ୍ଷତିଗ୍ରସ୍ତ ସେମାନେ ହେବେ। କାହିଁକି ନା ଆଗାମୀ ଦିନରେ ସମସ୍ତ ମାଲିକମାନେ ଏକଜୁଟ ହେବେ, ଯେବେ ନୂଆ କରିଛନ୍ତି ପୁରୁଣା କରିଛନ୍ତି ସମସ୍ତଙ୍କୁ ନେଇକି ନିଶ୍ଚିନ୍ତ ମାଲିକ ସଂଘ ଆମର ଯୋଉ ପାଖକୁ ଅଛନ୍ତି ସଭାପତି ଆମର ସତ୍ୟ ଜେନା ଅଛନ୍ତି, ଭାଇ ଯୋଉ ଆମର ଅଛନ୍ତି ସେକ୍ରେଟାରୀ, ନିଶ୍ଚୟ ମୁଁ ଅନୁଭବ କରିଛି ଯେ ଆଗାମୀ ଦିନେ ସେ ସମସ୍ତେ ବୋଧେ ଯାତ୍ରାପାଟି ବର୍ଷ ବାହାରିଗଲା ପରେ ସମସ୍ତେ ଏକତ୍ରିତ ହୋଇକି ଗୋଟେ ପଦକ୍ଷେପ ନେବେ। ଆଉ ମଝିରେ ଗୋଟେ ଆମର କମିଟି ସଂଘ ଗୋଟେ ନିଷ୍ପତ୍ତି ଦେଇଛି, ଆଉ ଗୋଟେ ମିଟିଂ ଡାକି ମାଲିକମାନଙ୍କୁ ଡାକିଥିଲା। ଯେହେତୁ ଆଗାମୀ ଦିନରେ ଆମେ ମାନେ ପଇସା ପତ୍ର ଦେଇଥିଲୁ ତାଙ୍କ କଥା ଉପରେ ଆମେ କିନ୍ତୁ ଆଗୁଆ ଅଛୁ, କିନ୍ତୁ ଆଗାମୀ ଦିନରେ ଯଦି ସେଇ ପରିସ୍ଥିତି ଆସେ, ସେମାନେ ଯଦି ବ୍ରାଣ୍ଡେଡ କଳାକାର ନ ଚାହିଁବେ, ନିଶ୍ଚିନ୍ତ ଆଗାମୀ ଦିନରେ ଯାତ୍ରାପାଟିର ସଫଳତା କାମନା ମୁଁ କରିବି। ଆଜ୍ଞା ଦେଖିବାକୁ ଗଲେ ଯୋଉ ଅଛନ୍ତି ଆପଣଙ୍କର ଷ୍ଟାର କହିବାକୁ ଗଲେ ଯାତ୍ରା ଷ୍ଟାର କହିବାକୁ ପିୟୁଷ ତ୍ରିପାଠୀ, ସେ ଗୋଟେ କହିଛନ୍ତି, ଅଭିଯୋଗ କରିଛନ୍ତି ଯେ କି ମତେ ସଂଘ ତରଫରୁ ଯୋଉ ମାଲିକ ସଂଘ ଅଛି ସେମାନେ ମନା କରୁଛନ୍ତି, ସେଥିପାଇଁ ମୁଁ ଯାଇପାରୁନି। କିନ୍ତୁ ସେ ସୋସିଆଲ ମିଡିଆରେ କହିଥିଲେ ମୋ ଦେହ ଖରାପ ପାଇଁ ମୁଁ ଯାତ୍ରା କରିବିନି।
କାହା କଥା ସତ ଆଜ୍ଞା? ନାଇଁ ଏଇଟା ଆପଣ ତ ଜାଣିଥିବେ, ମୁଁ ଆଉ ଅଧିକା କ'ଣ କହିବି। ସତ୍ୟତା ସବୁବେଳେ ସତ୍ୟ, ସତ୍ୟକୁ କେହି ରଖିପାରିବେନି। ଯେଉଁ କଳାକାର ଗୋଟେ କମ୍ପାନୀରେ 2 ବର୍ଷ ପାଇଁ ଏଗ୍ରିମେଣ୍ଟ କରିକି ଆଉ ଗୋଟେ କମ୍ପାନୀରୁ ପଇସା ଉଠେଇ ପାରୁଛି, ସେ କେତେ ସତ୍ୟତା କହିପାରିବେ? ଆଉ ତା ଗାଡ଼ି ଚଢ଼ୁଛନ୍ତି, ସେ କେତେ ସତ୍ୟତା କହିବେ ସମସ୍ତେ ଜାଣିଛନ୍ତି। କିନ୍ତୁ ଆମେ ଗୋଟେ କଳାକାର ନାଁ ନେବେ ତ କହିବା କଥା ନୁହଁ। କିନ୍ତୁ ଯେହେତୁ ଆପଣମାନେ ପଚାରୁଛନ୍ତି, କଳାକାର ନିଜେ ତାଙ୍କର ବାପା ମାଲିକ ସଂଘକୁ ଲେଖିକି ଦେଇଥିଲେ, ମୋ ପୁଅର ଶରୀର ଅସୁସ୍ଥ ଅଛି, ଏ ବର୍ଷ ଆମେ ଗୋଟେ ବର୍ଷ ପାଇଁକି ରେଷ୍ଟ ନେବୁ, ସମ୍ପୂର୍ଣ୍ଣ ଯାତ୍ରା ପାର୍ଟିର ପଇସା ଫେରସ୍ତ କରିବୁ, ଆର ବର୍ଷକୁ ଯାହା ସାଥିରେ ଏଗ୍ରିମେଣ୍ଟ କରିବୁ ଯାତ୍ରା ଆମେ କରିବୁ। କିନ୍ତୁ କୌଣସି ମାଲିକ ତାଙ୍କୁ ଡାକି ନଥିଲେ, କି ମାଲିକ ମାନେ ତାଙ୍କର ଯେଉଁ ପର୍ସନାଲ ଯାହାଠୁ ପଇସା ନେଇଥିଲେ ସିଏ ତାଙ୍କର ଭିଡ଼ା ଉଠା ଜିଦିଆ ଥିଲେ, ସେମାନେ ମାଲିକ ସଂଘକୁ ବି ଜଣେଇ ନଥିଲେ। କିନ୍ତୁ ପିୟୁଷର ବାପା ନିଜେ ମାଲିକ ସଂଘକୁ ଜଣେଇଲେ, ଜଣେଇବାରୁ ନିଷ୍ପତ୍ତି ନିଆଗଲା। ସେ ତାଙ୍କ ଆଡ଼ୁ କହିଲେ ମୁଁ ଉଭୟ ପକ୍ଷର ପଇସା ଫେରେଇ ଦେବି, କିନ୍ତୁ ଏ ବର୍ଷ ଅଫ୍ ନେବି। ସେ ପିୟୁଷ କାଲି କହୁଛନ୍ତି ଯେ ମାଲିକ ଚାହିଁବେ ଯଦି ମୁଁ କରିବି। ସେ ଗୋଟେ ସୋସିଆଲ ମିଡ଼ିଆ ଛାଡୁନାହାନ୍ତି ଶୁଣନ୍ତୁ, ଯଦି ମୁଁ କରିବାକୁ ଚାହୁଁଛି। ଏଇଟା ସବୁ କଥା ଏଇଟା ବି ସତ୍ୟ ମିଥ୍ୟା ନୁହଁ। ଏଣୁ ସିଏ ନିଜେ ଚିନ୍ତା କରିଥିଲେ ବେଧେ ଏଇଟା କିଛି ଦିନ ଭିତରେ କମ୍ପ୍ରମାଇଜ ହେଇଯିବ, କିନ୍ତୁ ପଛେ ଯାତ୍ରା ସରିଗଲା, ଛୁଟି ହେଇଗଲା, କିନ୍ତୁ ତାଙ୍କର ସିଏ ଯେଉଁ ଭାବିଥିଲେ ଯେଉଁଟା ହେବା କଥା ସେଇଟା ହେଇପାରିଲା ନାହିଁ। ଏଣୁ ସିଏ ଏବେ ମିଛ କହିବେ ବି କି କ'ଣ କହିବେ, ସିଏ ତାଙ୍କ ଉପରେ ନିର୍ଭର କରନ୍ତି। ଏଣୁ ସିଏ ଏବେ କ'ଣ କହିକି ରହିବେ ଯାତ୍ରା ପାର୍ଟିରେ, କି ନୂଆ ଯାତ୍ରା ପାର୍ଟିରେ ଯାଇକି ରହିବେ, କି ଯାତ୍ରା କରିବେ ନାହିଁ, ସିଏ ତାଙ୍କ ଉପରେ ନିଶ୍ଚୟ ହେବେ। କିନ୍ତୁ ଯାତ୍ରା ମାଲିକ କେବେ ତାଙ୍କୁ ବ୍ୟାନ୍ କରିନାହାନ୍ତି, କି କୌଣସି କଳେ ଗୋଟିଏ ଲୋକ ନରିପଣ୍ଡା ବ୍ୟତୀତ, ଯେହେତୁ ସେ କାନୁନକୁ ଯାଇଛି, ଆଇନ କାନୁନକୁ ଯାଇଛି ବା ଆଇନକି ଯାଇଛି, ତାକୁ ଯାହା ଯାତ୍ରା ମାଲିକ ସଂଘ ବ୍ୟାନ୍ କରିଛି, ଆଉ କୌଣସି କଳାକାରକୁ ଯାତ୍ରା ମାଲିକ ସଂଘ ବ୍ୟାନ୍ କରିନାହିଁ। ପିୟୁଷ ମିଛ କହୁଛନ୍ତି। ସମ୍ପୂର୍ଣ୍ଣ ମିଛ।